ମାଲକାନଗିରି ଜିଲ୍ଲା କାଲିମେଲା ବ୍ଲକ ଅନ୍ତର୍ଗତ ମାଲାବରମ ଓ ମହାରାଜପଲ୍ଲୀ ମୋଟୁ ପୁସୁଗୁଡା ପଞ୍ଚାୟତ ଗୁଡ଼ିକରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା। ଅଦିନିଆ ବର୍ଷା ଯୋଗୁଁ ପ୍ରାୟ 60 ରୁ 70 ଏକରରେ ଥିବା ଧାନ ଫସଲ ନଷ୍ଟ। ଏନେଇ ଚାଷୀ ହନ୍ତସନ୍ତ। ଚାଷୀମାନଙ୍କ କହିବା ଅନୁଯାୟୀ ଦିନ ଗଡ଼ି ଯାଉଥିଲେ ମଧ୍ୟ ସରକାର ମଣ୍ଡି ନ ଖୋଲିବାରୁ ଆଦିବାସୀମାନେ ଧାନ ରଖିବାର ଜାଗା ନ ପାଇ ଏବଂ କିଛି ଲୋକ ଧାନ ବିଡ଼ାଗୁଡ଼ିକ ଜମିରେ ରଖୁଥିବାରୁ ବର୍ଷାରେ ଭିଜି ଧାନରେ ଗଜା ବାହାରିଛି। ଏନେ ଚାଷୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଫସଲ ଅମଳ ସମୟରେ ଅଦିନିଆ ବର୍ଷା ହେବାରୁ ବହୁ ଫସଲ ନଷ୍ଟ ହୋଇଛି। ଲ୍ୟାମ୍ପରୁ ବା ବ୍ୟାଙ୍କରୁ ନେଇଥିବା ଋଣ କିପରି ସୁଧ କରିବେ ବୋଲି ଚାଷୀମାନେ ଗଣମାଧ୍ୟମ ଆଗରେ କହିଲେ ଏବଂ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ସରକାରଙ୍କୁ କ୍ଷତିପୂରଣ ଦାବି କଲେ। ଯଦି ସରକାର କ୍ଷତିପୂରଣ ଦେଲେ ଆମେ ଋଣ ସୁଝି ପାରିବୁ ବୋଲି ସ୍ଥାନୀୟ ଚାଷୀମାନେ ଗଣମାଧ୍ୟମ ଆଗରେ କହିଛନ୍ତି। ଦେଖିବାକୁ ବାକି ରହିଲା ସରକାର କେବେ ବୁଝିବେ ମାଲାବରମ ଏବଂ ମହାରାଜପଲ୍ଲୀ ମୋଟୁ ପୁସୁଗୁଡା ପଞ୍ଚାୟତ ଚାଷୀମାନଙ୍କର ଦୁଃଖ। ଆମର ଗତ ସପ୍ତାହଠୁ ଲଗାତାର ବର୍ଷା ଯୋଗୁଁ ମୋର ଧାନ 5 ଏକର ଧାନ ଚାଷ କରିଥିଲି। ବ୍ୟାଙ୍କରୁ ଲୋନ୍ ଆଣିଥିଲି। ଆଣିକରି ମୁଇଁ ଚାଷ କରିଥିଲି, ଲେବର ଦେଇକରି ଚାଷ କରିଥିଲି। ଏବେ ସେ ସବୁ ଧାନ ଲଗାତାର ବର୍ଷା ଯୋଗୁଁ ଧାନ ସବୁ ମୋର 5 ଏକର ଜାଗାର ଧାନ ସବୁ ନଷ୍ଟ ହୋଇଯାଇଛି। ଏ ପ୍ରତି ସରକାର ଟିକେ ଏ ଉପରେ ଟିକେ ଧ୍ୟାନ ଦେଲେ ଭଲ ହୁଅନ୍ତା। ଆଉ ଗୋଟେ ଗାଁ ବୋଲବାଟା ନାହିଁ, ଆମର ମୋଟୁ ପଞ୍ଚାୟତ, ପୁସୁଗୁଡା ପଞ୍ଚାୟତ, ତାପରେ ମାଲାବରମ ପଞ୍ଚାୟତ, ଏ 3ଟା ଜିପିରେ ବହୁତ ଲୋକ ଚାଷୀ ଭାଇ ମାନେ ଲୋନ୍ କାଢ଼ିକରି ଆଣିକି ତାଙ୍କେ ଚାଷ କରିଥିଲେ, କିନ୍ତୁ ବହୁତ ଅଧିକ ପରିମାଣରେ ସେମାନେ ଲସ୍ ଖାଇଛନ୍ତି। ଏହାକୁ ସରକାର ଟିକେ ଦେଖିକି ଆର ଦାବିଟା ମାନି ନିଅନ୍ତୁ ବୋଲି ମୋର ଗୋଟେ ଆଶା। ମାଲକାନଗିରିରୁ ଅଭିଷେକ ମଣ୍ଡଳଙ୍କ ରିପୋର୍ଟ, ଦ ରିପବ୍ଲିକ ଓଡ଼ିଶା 24 ନ୍ୟୁଜ୍।